ନାହିଁ 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 ମୁଁ ଧେ କିରେ ଆପଣମାନେ କ'ଣ ଭାରତୀୟ ନୁହନ୍ତି? ତେଣୁ ଆମର ଭାରତ ସରକାର ମୋଦିଜୀ ସରକାର ଯେତେବେଳେ ଗୋଟାଏ ଡିସିସନ୍ ନେଇଛନ୍ତି ତୁର୍କୀର ସମସ୍ତ ଜିନିଷକୁ ଆମେ ବୟକଟ୍ କରିବା, କାହିଁକି କରିପାରିବେନି? କ'ଣ ତା'ର ମାର୍ବୁଲ ପକେଇଲେ ଆମ ଦେଶ ସ୍ୱାଧୀନ ହେବ ଆଉ ଥରେ? ନା ତା ଆପୁଲ ଖାଇଲେ ଆମ ଦେଶ ଆମର ଦେହରେ ରକ୍ତ ବଢ଼ିବ ଆଉ ଥରେ? କାହିଁକି ସବୁ ଏମିତି ହେଉଛ ମ? ଭାରତ କଥାରେ ଟିକେ ରାଜି ହେଇକି ସମସ୍ତେ ଏହାକୁ ପାଳନ କର, କାରଣ ମୋଦିଜୀଙ୍କର ହାତ ମୁଠା ଟାଣ ହେବ। ଆପଣ ସେ କାମ ନ କରିକି କ'ଣ ଆପଣ ପୁଣି ତୁର୍କୀ ଜିନିଷ କିଣିକି ଖାଉଛନ୍ତି? ଧେତ୍, କି ପ୍ରକାର ଭାରତୀୟ ହେ ଆପଣ? ନାଇଁ, ଆସନ୍ତୁ ସମସ୍ତେ ମିଶିବା ଆଉ ସଂକଳ୍ପ ନେବା। ପାକିସ୍ତାନର ଜିନିଷ ଆଉ ତୁର୍କୀର ଜିନିଷ, ଯେଉଁମାନେ ଆମର ଯୁଦ୍ଧ ସମୟରେ ଆମ ବିରୋଧାଚରଣ କରିଛନ୍ତି, ଆମ ବିରୁଦ୍ଧରେ ଦେଶ ବିରୁଦ୍ଧରେ ଠିଆ ହେଇଛନ୍ତି, ତାଙ୍କୁ ଆମେ ଲେସନ୍ ଦେବା। କ'ଣ ଦେଇପାରିବା ନାହିଁ? ଧେତ୍ କିରେ, କାହିଁକି ଚିନ୍ତା କରୁନ? ସମସ୍ତଙ୍କୁ ଆମେ ଲେସନ୍ ଦେବା। ଆମେ ଏବେ ଭାରତବର୍ଷ ବହୁତ ଜନସାମ୍ରାଜ୍ୟ ବଢ଼ିବାର ଦେଶ ଆମର, ଆଉ ବହୁତ ଉପରେ ଥିବା ଦେଶ। ଦେଖିଲତି କେମିତି ଯାଇକି ପାକିସ୍ତାନରେ ଭାରତ କଣା କରିଦେଲା। ତା'ର ଯେଉଁ ରାସାୟନିକ ଯେଉଁ କହୁଥିଲା ଅଛି, ମୁଁ ରଖିଛି ପରମାଣୁ ପକେଇଦେବି। ସେ ଦେଶର କିଛି ଇଜ୍ଜତ ଅଛି? କେତେବେଳେ ପ୍ରଧାନମନ୍ତ୍ରୀ ମରିଗଲାଣି ତ, କେତେବେଳେ ପ୍ରଧାନମନ୍ତ୍ରୀକୁ ନେଇକି ଗୁଳି କରିଦେଲେଣି, କେତେବେଳେ ସେ ପୁଣି ପ୍ରଧାନମନ୍ତ୍ରୀକୁ ଦେଶ ଛାଡ଼ିକି ସୈନ୍ୟମାନେ ପଳେଇଲେଣି। ଆଉ ସେ ଦେଶର କ'ଣ ଇଜ୍ଜତ ଅଛି? ଆଉ ତାକୁ ଆସିଛି ତୁର୍କୀ ସାହାଯ୍ୟ କରିବ ବୋଲି। ଆମ ସାହାଯ୍ୟକୁ ଭୁଲିଗଲା। ଭୂମିକମ୍ପ ବେଳେ ନରେନ୍ଦ୍ର ମୋଦିଜୀ କ'ଣ ସାହାଯ୍ୟ କରିଥିଲେ? କିରେ, ବଡ଼ ଭାଇ ପା ଆଣ୍ଠେଇଛି ଆମେରିକା, ଆଉ ବନ୍ଧୁ ରାଷ୍ଟ୍ର ପା ରୁଷିଆ ଠିଆ ହେଇଛି ଆମ ସହିତ, ଆଉ ଚୀନଟା କ'ଣ କରିବ? ଛି, କାହିଁକି ଆପଣମାନେ ଏମିତି ହେଉଛନ୍ତି? ଆପଣମାନେ ଭାରତର କଥାକୁ ସବୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତୁ, ମୋଦିଜୀଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତୁ। ମେରେ ଭାରତ ମହାନ। ଧେତ୍, ଭୁଲି ଯାଉଛ।